मत तुम क्षमा करदब कहीं मो परिवर्ते तुम जो आउ का हाथ धरी था ना तुम सुखरे बंची था शांति गोटे खाइबा को पाई था किंतु मो तुमको सुख टिके दे पारि मो पूरा तुमर जीवन शेष निश्वास वर्ष प्रत्येक सुख दुखर साथी परा मरण एमती कही मत पर कर दौच कहीं भाग्यर लेखा को कौन कहीं बदल दे पारे भगवान मो भाग्य चाह लिखी तुमको भोग करने को पड़ो सब किसी समय सब किसी समय एमती गोटे समय तुम मो हाथ धरी नचे तुमको सुख टिके दवा परिवर्ते तुमको दिन को दिन दुखर सागर भीतर को ठेली क्षमा करदे मते सब कष्ट तमें मो पाखरे थिले ना अमावस्यार अंधर भी मो पाई पुणे पखोड़ा चन्न राते बैशाखी रात तला छे पवन मो पाई लुदो मलय परस अरे तबे ही तो मोर सर्वस्वरा ईश्वर निकट में एतिके प्रार्थना करुचे सब जन्म तुम स्त्री हमार सौभाग्य मते दियो स्त्री स्वामी भूल कहु तबे तबे जहाँ भी कहू संपूर्ण भाव भूल कहु तबे अरे जे निज स्त्री के निज खाइबा को दे पारुनी जे निज स्त्री सुख दुख टिके बुझी पारुनी जे निज स्त्री आखिर लुह पोछिया परिवर्ते ताको बेल को बड़ आखिर लुह भीतर को फेली दउची ए ओडो से पुरुष से भली पुरुष कोन कह जाय जानि छ ताको स्वामी कह जाय रे से भली पुरुष को गोटे का पुरुष बोली कह हे ओडो आ से का पुरुष जनक के से जानि छ से का पुरुष जनक अन्य केही नुहे से का पुरुष जनक होचे मो नीचे मो बोली का पुरुष ए दुनिया रे बच्ची रही किसी भी लाभ नहीं वो बाबूजी बच्ची अपेक्षा सबुदिन मरी गले निश्वास बिना शरीर कौन किसी मन अच्छे अब बिना मुखे बीते बचे भी कहला भिक्षावृत्ति करी मो जीवन बीतौची दिओला दिबटा भिक्षा माखी आइले अब पेट को आहार चाहूची अंडू जीवन में मु तो कहार किसी क्षति करिनी कहार काकर किसी मो भूल काम भी करिनी हेले विधाता आमको एत दुख कहीं दौची हे अंडू एमती कौन दुखरे दुखरे आम दिनटा सरी आम कौन सुख बोले किसी पाइबानी अंडू लोहरे लोहरे राते पहला नारायण नारायण नारायण
ମନ ଦୁଃଖ କର ନାହିଁ ଶ୍ରୀଧର, ତୁମର ସୁଖର ଦିନ ପାଖେଇ ଆସୁଅଛି। ଧୈର୍ଯ୍ୟ ହରା ନ ହୋଇ ସଦା ସର୍ବଦା ମନ ଧ୍ୟାନ ରଖ ମାତା ବୈଷ୍ଣବୀ ଦେବୀଙ୍କର କର କମଳେ। ବୈଷ୍ଣବୀ ଦେବୀ ହଁ, ତୁମରି ଭକ୍ତ ମାନ ପାଇଁ ତ ମାତା ବୈଷ୍ଣବୀ ଦେବୀଙ୍କର ଆବିର୍ଭାବ ଏ ମର୍ତ୍ତ୍ୟ ମଣ୍ଡଳେ। ଗୋସାଇ ଏହା କ'ଣ ସତ୍ୟ ମୁନିବର? ଏତେ ବର୍ଷ ନାରଦ କେବେ ମିଥ୍ୟା କହିଲେ ରେ ମା। ବିଳମ୍ବ ନ କରି ନବରାତ୍ରି ପୂଜା କର, ବ୍ରାହ୍ମଣ ମାନଙ୍କୁ ଡକାଇ ଅନ୍ନ ଭୋଜନ ଦାନ କଲେ ମାତା ବୈଷ୍ଣବୀ ଦେବୀ ପ୍ରସନ୍ନ ହୋଇ ଢାଳି ଦେବେ ତୁମକୁ ଐଶ୍ୱର୍ଯ୍ୟର ଭଣ୍ଡାର। କ'ଣ କହିଲେ? ଦେବର୍ଷି ଆପଣ କ'ଣ ସତ କହୁଛନ୍ତି? ମାତା ବୈଷ୍ଣବୀ ଦେବୀଙ୍କର ନବରାତ୍ରି ପୂଜା କରିବାକୁ ପଡ଼ିବ। ହେଲେ ହେଲେ ଏପର୍ଯ୍ୟନ୍ତ ଆମେ ନବରାତ୍ରି କିପରି ପୂଜା କରାଯାଏ ଆମେ ଜାଣି। ନାରାୟଣ ନାରାୟଣ ନାରାୟଣ। ତେବେ ଶୁଣ ଶୁଣ, ତୁମେ ବେନି ପତି ପତ୍ନୀ ମନ ଧ୍ୟାନ ଦେଇ କର ଶ୍ରାବଣ। ଶୁଣ ହୋଇ ଏକା ଚିତା ନବରାତ୍ରି ପୂଜାର ଚରିତା। ଶୁଣ ହୋଇ ଏକା ଚିତା ନବରାତ୍ରି ପୂଜାର ଚରିତା। ଶୁଣ ହୋଇ ଏକା ଚିତା ନବରାତ୍ରି ପୂଜାର ଚରିତା। ହୃଦୟରେ ଧରି ଚରମ ଭକ୍ତି, ହୃଦୟରେ ଧରି ଚରମ ଭକ୍ତି ଆଚରିବା ଧର୍ମ ପଥ ହେ ନବରାତ୍ରି ପୂଜାର ଚରିତା। ଶୁଣ ହୋଇ ଏକା ଚିତା ନବରାତ୍ରି ପୂଜାର ଚରିତା। ବ୍ରାହ୍ମଣ ଦେବତା ସମ ନିମନ୍ତ୍ରଣ ଦେବା ଯାଇ, ନିମନ୍ତ୍ରଣ ଦେବା ଯାଇ। ସାତରେ ରାନ୍ଧି ଅନ୍ନ ଭୋଜନ ପରସି ବାଟ ସହୋଇ, ପରସି ବାଟ ସହୋଇ। ଶଙ୍ଖୁଡ଼ି ପାତା ନିଜେ ଉଠାଇବା, ଶଙ୍ଖୁଡ଼ି ପାତା ନିଜେ ଉଠାଇବା ହରି ତାଙ୍କୁ ଦଣ୍ଡବତ ହେ ନବରାତ୍ରି ପୂଜାର ଚରିତା। ଶୁଣ ହୋଇ ଏକା ଚିତା ନବରାତ୍ରି ପୂଜାର ଚରିତା। କଲ୍ୟାଣମୟୀ ମାତାଙ୍କୁ ଧାଇ ନିର୍ଜଳ ରହିବ ତୁମେ, ନିର୍ଜଳ ରହିବ ତୁମେ। ନାମ ରସକୁ ତୁଣ୍ଡରେ ଦବା ଉଚ୍ଚାରିବ ପ୍ରତିକ୍ଷଣେ, ଉଚ୍ଚାରିବ ପ୍ରତିକ୍ଷଣେ। ମହାମାୟା ନିଶ୍ଚୟ ପ୍ରସନ୍ନ ହୋଇବେ, ମହାମାୟା ନିଶ୍ଚୟ ପ୍ରସନ୍ନ ହୋଇବେ। ରଞ୍ଜନ କହେ ତୁରିତ ହେ ନବରାତ୍ରି ପୂଜାର ଚରିତା। ଶୁଣ ହୋଇ ଏକା ଚିତା ନବରାତ୍ରି ପୂଜାର ଚରିତା। ନବରାତ୍ରି ପୂଜାର ଚରିତା, ନବରାତ୍ରି ପୂଜାର ଚରିତା, ନବରାତ୍ରି ପୂଜାର ଚରିତା, ନବରାତ୍ରି ପୂଜାର ଚରିତା। ହେଲେ ମୁନିବର, ମାତା କ'ଣ ମୋ ଭକ୍ତିରେ ପ୍ରସନ୍ନ ହେବେ? ନିଶ୍ଚୟ ପ୍ରସନ୍ନ ହୋଇବେ ରେ ମା। ନିଶ୍ଚୟ ତୁମ ବେଣୀଙ୍କର ଭକ୍ତିରେ ମାତା ବୈଷ୍ଣବୀ ନିଶ୍ଚୟ ପ୍ରସନ୍ନ ହେବେ। ଦେବର୍ଷି ବିଳମ୍ବ ନ କରି ନବରାତ୍ରି ପୂଜା କର, ବ୍ରାହ୍ମଣ ମାନଙ୍କୁ ଡକାଇ ଅନ୍ନ ଭୋଜନ ଦାନ କଲେ ନିଶ୍ଚୟ ମାତା ବୈଷ୍ଣବୀ ଦେବୀ ତୁମର ଭକ୍ତିରେ ସମ୍ପୂର୍ଣ୍ଣ ସହାୟ ହୋଇବେ। ଦେବର୍ଷି ଏଥରେ ଦେବର୍ଷି ନାରଦକୁ ବିଦାୟ ଦିଅ ଶ୍ରୀଧର। ଦେବର୍ଷି ବିଦାୟ ଦିଅ ରେ ମା। ନାରାୟଣ ନାରାୟଣ
ଶ୍ରୀମାନ ନାରାୟଣ। ଆରେ ଆଉ କ'ଣ ଚିନ୍ତା କରୁଛ? ଦେବର୍ଷି କ'ଣ କହିଗଲେ ଶୁଣିଲ ତ? ଆମକୁ ନବରାତ୍ରିର ପୂଜା କରିବାକୁ ପଡ଼ିବ, ମାତାକୁ ଆରାଧନା କରିବାକୁ ପଡ଼ିବ, ଆଉ ବ୍ରାହ୍ମଣମାନଙ୍କୁ ଭୋଜନ ଦେବାକୁ ପଡ଼ିବ। ଚାଲ ଅନୁ, ଆଉ ଆମେ ଡେରି କରିବାନି, ଅତି ଶୀଘ୍ର ନବରାତ୍ରିର ପୂଜା ଆୟୋଜନ କରିବା। ଆସ ଅନୁ, ଚାଲ ଆସ।